ଜାତୀୟ ରାଜପଥରେ ବସ୍ କୁ ଅଟକାଇଲେ ଲୋକେ। ଉଭୟ ପାର୍ଶ୍ୱରେ ଅଟକିଲା ଶତାଧିକ ଯାତ୍ରୀବାହୀ ବସ୍। ପିପିଲି ବାଇପାସ୍ 23 ମାଇଲ ଦେଇ ଯାଉଥିବା ବସ୍ କୁ ସ୍ଥାନୀୟ ଲୋକେ ଅଟକାଇ ପିପିଲି ବଜାର ଦେଇ ଯିବାକୁ ଦାବି କରିଥିଲେ। ବସ୍ ଗୁଡିକ ଅଟକି ଭିଡ଼ ଜମିବାରୁ ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ବୁଝାସୁଝା କରି ଭିଡ଼ ନିୟନ୍ତ୍ରଣ କରିଥିଲେ। ପୁରୀ ପରିବହନ ଅଧିକାରୀଙ୍କ ସହ କଥା ହୋଇ ଆସନ୍ତା ସୋମବାର ସୁଦ୍ଧା ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ। ପିପିଲି ଭିତର ଦେଇ ବସ୍ ଯିବା ପାଇଁ ପରମିଟ୍ ରହିଥିବା ବେଳେ ବସ୍ ଗୁଡିକୁ ବାଇପାସ୍ ଦେଇ ଯାଉଛି, ଯାହାକୁ ବିରୋଧ କରି ସମାଜସେବୀ ସୁରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଲୋକେ ପିପିଲି ବାଇପାସ୍ରେ ବସ୍ ଗୁଡିକୁ ଅଟକାଇ ପିପିଲି ବଜାର ଭିତର ଦେଇ ଯିବାକୁ ଅଡ଼ି ବସିଥିବା କୁହାଯାଉଛି। ବସ୍ ଗୁଡିକ ବାଇପାସ୍ରେ ଯାଉଥିବାରୁ ପିପିଲି ଅଞ୍ଚଳର ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବସ୍ ଏଇଟା ହଉଛି ବାଇପାସ୍ ଆମର ସେପଟରେ ଆପଣଙ୍କର ରହିଲା ସବୁ ପ୍ରକାର ଅଫିସ ରହିଲା, ବ୍ଲକ ଅଫିସ ରହିଲା, ଥାନା ରହିଲା, ହସ୍ପିଟାଲ ରହିଲା, କଲେଜ ରହିଲା, ସ୍କୁଲ ରହିଲା। ଏମାନେ କଣ କରୁଛନ୍ତି, ବସ୍ ହେଲା ରାତିରେ ହଉ କି ଦିନରେ ହଉ ଦିପରେ ହଉ ଓହ୍ଲେଇ ଦେଇକି ଯାଉଛନ୍ତି। ଏଇଠି ଗୋଟେ ଲୋକ ସେ ଯାଏଁ ଯିବ କେମିତି? ଯାହାର ତହସିଲ ଅଫିସରେ କାମ ଅଛି କି ବ୍ଲକ ଅଫିସରେ କାମ ଅଛି, ସେ ଲୋକଟି ଯିବ କେମିତି? 20 ଟଙ୍କା କି 30 ଟଙ୍କା ଖର୍ଚ୍ଚ କରିଲେ ଯିବ ଏଠୁ ବ୍ଲକ ଅଫିସ କି ତହସିଲ ଅଫିସ। ଆମେ ଚାହୁଁନଥିଲୁ ଯେ ଏଇ ଜିନିଷଟା ତିଆରି ହଉ, ମାନେ କ୍ରିଏଟ ହଉ, ଏ ଜିନିଷଟା ଆମେ ଚାହୁଁନଥିଲୁ। ଏମାନେ ବସ୍ ବାଲା ନିଜେ ଏଇ ଜିନିଷଟା କ୍ରିଏଟ କରେଇଛନ୍ତି। ପରମିଟ୍ ଆମେ ଯେତିକି ବୁଝିଛୁ 7ଟି ନା 8ଟି ବସ୍ର ପରମିଟ୍ ଅଛି, ଯୋଉମାନେ କି ବାଇପାସ୍ରେ ଯାଇପାରିବେ। ଆପଣ ମାନେ ଭିତରେ ଗଲେ ବି ଆପଣ ମାନେ କିଛି ଅସୁବିଧା ନାହିଁ। ଆପଣ ଓଲଟା ଆଉ ଦିଟା ଲୋକ କଷ୍ଟମର ଅଧିକା ପାଇବେ। ଏଇଟା ଏମିତି ହେଲେ ଜନସାଧାରଣ ବହୁତ ଅସୁବିଧା କରୁଛନ୍ତି। ତାପରେ ଆଉ ଗୋଟେ ଜିନିଷ, ଆପଣ କଳ୍ପନାରୁ ଉଠନ୍ତୁ କି ପୁରୀରୁ ଉଠନ୍ତୁ, ଆପଣ କୋଉଠି କୋଉ ପଟେ ଯିବେ ନା ଆମେ ବାଇପାସ୍ରେ ଯିବୁ, ଆମେ ଭିତରେ ପଶିବୁନି। ଅସୁବିଧା ବି ହଉଛି ଆମର। ଏଇ ହଉଛି କଥା ଆଜ୍ଞା। ଆଗାମୀ ଦିନେ କଣ ଆପଣ ଦାବି? ଆମେ ଚାହୁଁଛୁ ବସ୍ ଟା ସେପଟରେ ଯାଉ, ଜନସାଧାରଣଙ୍କର ଯେମିତି କିଛି କୌଣସି ପ୍ରକାର ଅସୁବିଧା ନ ହଉ, ବସ୍ ଟି ସେଇପଟରେ ଯାଉ, ଭିତର ପଟରେ ବସ୍ ଯାଉ। ସ୍କୁଲ କଲେଜ ପିଲା ଯୋଉମାନେ ଅଛନ୍ତି ସେମାନେ ବି ଉପକୃତ ହୁଅନ୍ତୁ, ସାଧାରଣ ଜନତା ବି ଉପକୃତ ହୁଅନ୍ତୁ। ଆମେ ଏଇଟା ଚାହୁଁଛୁ। ବସ୍ ଟାଇମ ଲେଟ୍ ହେଇଗଲାଣି, ଅଫିସ ଟାଇମ ଲେଟ୍ ହେଇଗଲା। ସାର୍ ବି ଫୋନ କରିକି ଗାଳି କରିସାରିଲେଣି ମତେ, କଣ ପାଇଁ ଲେଟ୍ ହେଲା। ମୁଁ ସାର୍ଙ୍କୁ ଜଣେଇଲି ଯେ ଏମିତି ଅସୁବିଧା ହେଇକି ବସ୍ ଷ୍ଟ୍ରାଇକ୍ କରିଛନ୍ତି, ପିପିଲି ମକନପୁର ଲୋକ ବସ୍ ଷ୍ଟ୍ରାଇକ୍ କରିଛନ୍ତି। ଆଉ ବହୁତ ପିଲା ହଇରାଣ, କଲେଜ ପିଲା ବି ବହୁତ ହଇରାଣ ହେଇଛନ୍ତି। ବସ୍ ଟା ଭିତରେ ଗଲେ ସବୁ ସୁବିଧା ହବ, ସେମାନେ ବି ଯାଇପାରିବେ, ବାଇପାସ୍ ବି ଆମେ ବି ଯାଇପାରିବା, ସେମାନେ ବି ଯାଇପାରିବେ। ଆଉ ଏଇ ଯୋଉ ବାଇପାସ୍ ପଟେ ଯୋଉ ଡ୍ରାଇଭର ମାନେ ନେଇଯାଉଛନ୍ତି ଗାଡିକୁ, କେତେ ସମସ୍ୟା ସମ୍ମୁଖୀନ ହଉଛନ୍ତି ଲୋକମାନେ? ବହୁତ ହଇରାଣ ହଉଛନ୍ତି, ବହୁତ ଲୋକ ହଇରାଣ ହଉଛନ୍ତି। କାହିଁକି ନା ପିପିଲି ମକନପୁର ଲୋକ ବହୁତ ହଇରାଣ ହଉଛନ୍ତି, ଯାଇପାରୁନାହାନ୍ତି ସେମାନେ କୋଉଥିରେ। ଇଏ କାରଣ ହଉଛି ଆଜ୍ଞା, ପିପିଲି ଭିତରେ ଯୋଉ ଆମର ଯୋଉ ସମସ୍ୟା ଅଛି, ପିପିଲି ଭିତରେ ଯୋଉ ବସ୍ ଯାଉଛନ୍ତି, ପ୍ରାଇଭେଟ ବସ୍ କୁ ଭିତରେ ଜୋର ଜବରଦସ୍ତ ପୁରଉଛନ୍ତି। ତାପରେ ଗଭର୍ଣ୍ଣମେଣ୍ଟ ବସ୍ ବାହାରେ ଯାଉଛି ଆଜ୍ଞା, ଆମକୁ ଯେତିକି ଭଡା ପ୍ରାପ୍ୟ ଆମର ସେତିକି ଦଉନାହାନ୍ତି, ଆମ ସାଙ୍ଗରେ ଯୁକ୍ତିତର୍କ କରୁଛନ୍ତି। ପିପିଲି ଭିତରେ ଆମର ସୁରକ୍ଷା ଦରକାର ଆଜ୍ଞା। ଏଇ ସବୁ ସମସ୍ୟା ନେଇକିରି ଆଜ୍ଞା ଆମେ ଯୋଉ ଗାଡି ଆଜ୍ଞା ପରମିଟ୍ ଅଛି ଭିତରେ ଯିବାକୁ ଭିତରେ ଯିବେ, ଯୋଉ ବାଇପାସ୍ରେ ଯିଏ ଅଛି ବାଇପାସ୍ରେ ଯିବେ, ଯୋଉ ଯାହାର ବାଇପାସ୍ରେ ନଷ୍ଟ ପରମିଟ୍ ଆଜ୍ଞା କହୁଛନ୍ତି ଭିତରେ ପୁରାନ୍ତୁ। ଏଇ ସବୁ ସମସ୍ୟା ଆଜ୍ଞା। ଆଉ ଭିତରେ ସୁରକ୍ଷା ଦଉନାହାନ୍ତି, ଗାଡି ମଧ୍ୟ ଆଜ୍ଞା କରୁଛନ୍ତି। ଡ୍ରାଇଭରକୁ ସୁରକ୍ଷା ଦରକାର ଆଜ୍ଞା। ବସ୍ ଅଟକେଇବାର ମୁଖ୍ୟ ଉଦ୍ଦେଶ୍ୟ ହଉଛି କଚେରୀ ଭିତରେ, କୋର୍ଟ ଭିତରେ, ତହସିଲ ଭିତରେ, ମେଡିକାଲ ଭିତରେ, ସ୍କୁଲ ଭିତରେ, ସବୁ ଭିତରେ। କିନ୍ତୁ ବସ୍ ଯାଉଛନ୍ତି ବାରମ୍ବାର କହିବା ସତ୍ତ୍ୱେ ବସ୍ ଯାଉଛନ୍ତି ବାଇପାସ୍। ସୋମବାର ଦିନ 10ଟାରୁ 2ଟା ଯାଏଁ ଯଦି ସମସ୍ତେ କହିଥିଲେ ଯେ ଆମେ ଭିତରେ ଯିବୁ, ଆଉ ସେ ଭୁଲ କରିବୁନି। ତାପରେ ମଙ୍ଗଳବାର ବୁଧବାର ଯାଏ ଗଲେ। ଆଗରୁ ଆଇଏସ୍ଆର୍ ସହିତ କଥା ହେଇଥିଲି, ଆଇଏସ୍ଆର୍ ବି ନିଜେ ଗୋଟେ ଦିନ ଫୁଲ ବ୍ୟାଟେରୀ ଗାଡି ରଖିକିରି ଅଲରେଡି ଅନଲାଇନରେ 3ଟା ଗାଡି ଫାଇନ୍ କରିଥିଲେ, ତାଙ୍କୁ କଥା ଦେଇଥିଲେ ଆମେ ଭିତରେ ଯିବୁ। କିନ୍ତୁ ଗୋଟେ ଦିନ ତା ପରଦିନ ଚାଲିଲା ପରେ ତା ପରଦିନ ପୁଣି ବାହାରେ। ଆଜି ଆଇଏସ୍ଆର୍ ଆସିଲେ, କହିଲେ ଯେ ମତେ ସୋମବାର ଯାଏଁ ସମୟ ଦିଅ, ସୋମବାର ଦିନ ଭିତରେ ଗାଡି ଭିତରେ ନଗଲେ ଆପଣ। ମୁଖ୍ୟ ସମସ୍ୟା କୋଉଠି ରହୁଛି, କାହିଁକି? ମୁଖ୍ୟ ସମସ୍ୟା ଆମର କହିବା କଥା, ମୁଖ୍ୟ ସମସ୍ୟା ହଉଛି ମା ମାନଙ୍କର, ଲୋକମାନଙ୍କର, ଏମାନଙ୍କର ନୁହଁ। ମୁଖ୍ୟ ସମସ୍ୟା ଆଜି ବାଇପାସ୍ରେ ଯୋଉ ଲୋକଟି ଓହ୍ଲେଇ ଦେବେ, ସେ ଲୋକଟି 20 ଟଙ୍କା ଦେଲେ ଭିତରକୁ ଯିବ ଏଠୁ ଅଟୋରେ। ଆମ କଥା ସିଏ କାହିଁ 20 ଟଙ୍କା, ତମର ଭିତରେ ଅଛି ରୁଟ୍, ତମ ରୁଟ୍ ହଉଛି ଭିତରେ, ତେଣୁ ଭିତରେ ନ ଯାଇ ବାହାରେ କାହିଁକି ଯିବ? ଆମ ଆଉ ଗୋଟେ ଜିନିଷ, ରାତିରେ ଗୋଟେ ଲେଡିଜଟେ ଯଦି ବାଇପାସ୍ରେ ଓହ୍ଲେଇବ, ସେପଟୁ ବୁଝିବାକୁ କେତେ ହଇରାଣ ହଉଛି, କେତେ କଷ୍ଟ। ସେ ଗୋଟେ ଅଟୋ କରିବ 30 ଟଙ୍କା, 40 ଟଙ୍କା, 50 ଟଙ୍କା ଦଉଛି। ଏମାନେ ତାଙ୍କର ଭିତରେ ରୁଟ୍ ଥାଏ, କାହିଁକି ବାହାରେ ଥିବେ?
नहीं अवरोध नाला से लोकाल लोक डिमांड कर बस गुड़ा जो पुरी जाऊँगी कटक भुवनेश्वर जाऊँगी से भाया पिपिली टाउन भर जावाई डिमांड करते आगु भी से बस ड्राइवर मानक कहते जार परमिट अच्छी भितर पिपिली टाउन भर जावाई कहते से किसी बस जाऊे पुणी बंद करदे प्राय बस गुड़ा आम भी देखु बाईपास पलाऊँ से बस गुड़ा को डाइवर्ट करने आसते किसी बस ड्राइवर न मानिक रास्ता रखिदा रास्ता जाम होता आम आसिक रास्ता क्लीयर कर देचु शुणु आम आरटीओ को विषय जनईचु आरटीओ आसिले आम गोटे मीटिंग करूँ बस ओनर्स एसोसिएशन सागर एवं जार परमिट थी से जीवे पिपिली टाउन भितर। पुरी जिला पिपिली मनोरंजन महापात्र रिपोर्ट नीलाद्री मीडिया।